ଦାମନଯୋଡ଼ିରେ ମାଟ୍ରିକ ପରୀକ୍ଷାଫଳ 100%। ସର୍ବାଧିକ 505 ମାର୍କ ରଖି ସୁନାମ ଆଣିଲେ ସତ୍ୟମ। ଆଜି ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଦାମନଯୋଡ଼ିର 5 ଗୋଟି ବିଦ୍ୟାଳୟରେ 100% ରେଜଲ୍ଟ ହୋଇଥିବା ବେଳେ ଏଥିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାଥାଲପୁଟ ଆଗରେ ରହିଛି। ବିଦ୍ୟା ମନ୍ଦିରର ଛାତ୍ର ସତ୍ୟମ କୁମାର ସାହୁ 505 ମାର୍କ ରଖି ଦାମନଯୋଡ଼ି ଅଞ୍ଚଳର ସୁନାମ ଅର୍ଜନ କରିଛନ୍ତି। ଏହି ବିଦ୍ୟା ମନ୍ଦିରର ପରୀକ୍ଷା ଦେଇଥିବା ସମସ୍ତ 38 ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ 2 ଜଣ A2 ଗ୍ରେଡ୍ ରଖିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଛାତ୍ର ସତ୍ୟମ କୁମାର ସାହୁ 84.16% ନମ୍ବର ରଖି ବିଦ୍ୟାଳୟର ଟପର ହୋଇଛନ୍ତି। ସେହିପରି ନାଲକୋ ଟାଉନସିପ୍ ସ୍ଥିତ SBMର ସମସ୍ତ ପିଲା ପାସ୍ କରିଥିବା ବେଳେ ଛାତ୍ରୀ କାନ୍ତିମୟୀ ସୁତାର 493 ମାର୍କ ରଖି ବିଦ୍ୟାଳୟର ଟପର ହୋଇଛନ୍ତି। ମାଥାଲପୁଟ ସ୍ଥିତ ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଦେଇଥିବା ସମସ୍ତ 161 ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରୀ ସୁଇଟି ବିଶ୍ୱାଳ 404 ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି। ସେହିପରି ଭେଜାପଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ର ସାଇକ୍ରିଷ୍ଣ ସାହୁ 441 ମାର୍କ ରଖି ସ୍କୁଲ ଟପର ହୋଇଥିବା ବେଳେ ମାଥାଲପୁଟ ସ୍ଥିତ ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଜନୀ ଜୟପୁରିଆ 398 ମାର୍କ ରଖି ସ୍କୁଲ ଟପର ହୋଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ଦାମନଯୋଡ଼ିରୁ ମାନସ ରଞ୍ଜନ କରଙ୍କ ରିପୋର୍ଟ।